आज सारा ओडिशा रे विद्यालय मानकरे शिशु बाटिका शुभारंभ बा विद्यालय प्रवेश उत्सव अनुष्ठित हो जाइछि। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଛେନାପଦି ସ୍କୁଲରେ ଅନୁଷ୍ଠିତ ପ୍ରବେଶ ଉତ୍ସବରେ ଛାତ୍ରୀ ଇପ୍ସିତା ସାମଲ ଓ ସାଥୀମାନେ ପାଲା ପରିବେଷଣ କରି ସଚେତନତା ସୃଷ୍ଟି କରିଛନ୍ତି। ଆଜି ଆମ ପ୍ରବେଶ ଉତ୍ସବରେ जो आम छुआ आसुचंती गाँव से पाठ पढ़े एठी निज ना लिखौचंती ସେଥିପାଇଁ ତାଙ୍କୁ ସ୍ୱାଗତ କରିବା ପାଇଁ ଆମେ ପ୍ରବେଶ ଉତ୍ସବରେ ଗୋଟେ ପାଲା ମାଧ୍ୟମରେ ତାଙ୍କୁ ସ୍ୱାଗତ ଜଣାଉଛୁ। ଆଶା କରୁଛୁ ସେ ମାନେ ଭଲ ପାଠ ପଢ଼ିବେ ଏବଂ ସବୁବେଳେ ପାଠ ପଢ଼ିଲେ ହବନି, କିଛି କଳା ଥିବା ବି ଜରୁରୀ। ଆଜି ହେଉଛି ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପର୍ବ 2025 ରେ ଶିଶୁ ବାଟିକାର ଶୁଭାରମ୍ଭ। ସେଥିପାଇଁ ପିଲାମାନଙ୍କୁ ମୁଁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ କହିଥିଲି। ଆଉ ମୁଁ ଜଣେ ପାଲା ଗାୟିକା ମଧ୍ୟ। ମୋ ନାମ ଗାୟିକା ଶୁଭଲଗ୍ନା ଉମାମଣି ପାଢ଼ୀ। ଆଉ ଆମ ଏଇ ଯେଉଁ କୁନି କୁନି ଛୁଆମାନଙ୍କୁ ମୁଁ ଏ ପାଲା ଶିକ୍ଷା ଦେଇଥିଲି। କ'ଣ ପାଇଁ ନା ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତ୍ୟେକ ବିଦ୍ୟାଳୟରେ ହେଉଛି। ତେଣୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆମର ଏଇ ଯେଉଁ ପାଲା ହେଉଛି ସତ ସାହିତ୍ୟର କଳା, ପାଲା ହେଉଛି ଏକ ବିଦଗ୍ଧ କଳା, ପାଲା ହେଉଛି ଆମର ଓଡ଼ିଆର ଅସ୍ମିତା। ଆମ ଓଡ଼ିଶାର ଅସ୍ମିତା ହେଉଛି ପାଲା କଳା। ପାଲାକୁ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ଆମ ସରକାର ଦେଇସାରିଲେଣି। ଆମ ସରକାର ମଧ୍ୟ ପାଲା କଳାକାରମାନଙ୍କୁ ବହୁତ ଉତ୍ସାହିତ କରୁଛନ୍ତି। ହାଟଡିହିରୁ ପାର୍ଥ ସୌରଭ ସାହୁଙ୍କ ରିପୋର୍ଟ, ଓଡ଼ିଆ ନ୍ୟୁଜ୍। Press the subscribe button to stay updated.